ତୁଳସୀର ମହିମା। ତୁଳସୀ ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ହୋଇଥିବାରୁ ଏହାକୁ ବିଷ୍ଣୁପ୍ରିୟା, ବିଷ୍ଣୁ ବଲ୍ଲଭା ବୋଲି ମଧ୍ୟ କୁହନ୍ତି। ଏହାର ଅନ୍ୟ ଏକ ନାମ ହେଉଛି ବୃନ୍ଦା। ବୃନ୍ଦା ହୋଇଥିବାରୁ ଶ୍ରୀକୃଷ୍ଣଙ୍କର ଲୀଳାଭୂମିର ନାମ ହେଉଛି ବୃନ୍ଦାବନ। ଶ୍ରୀ ବିଷ୍ଣୁ ଭଗବାନ ସବୁ ଔଷଧର ରସ ଦ୍ୱାରା ସୃଷ୍ଟି ତୁଳସୀକୁ ଜନକଲ୍ୟାଣ ପାଇଁ ସମୁଦ୍ର ମନ୍ଥନ ବେଳେ ଉତ୍ପତ୍ତି କରିଥିଲେ। ଶ୍ରୀମଦ୍ ଭାଗବତ ମହାପୁରାଣରେ କୁହାଯାଇଛନ୍ତି ଯେ ଜଳନ୍ଧର ନାମକ ଏକ ମହାପରାକ୍ରମୀ ରାକ୍ଷସ ଥିଲା। ତାଙ୍କର ସ୍ତ୍ରୀର ନାମ ହିଁ ଥିଲା ବୃନ୍ଦା। ବୃନ୍ଦା ଏକାଧାରରେ ଜଣେ ସତୀ, ସାଧ୍ୱୀ, ପତିବ୍ରତା ନାରୀ ଥିଲା। ସୃଷ୍ଟିକର୍ତ୍ତା ବ୍ରହ୍ମା ଜଳନ୍ଧରକୁ ଗୋଟିଏ ବର ଦେଇଥିଲେ ଯେ ତା ସ୍ତ୍ରୀ ବୃନ୍ଦାର ଧର୍ମନାଶ ହେଲେ ସେ ବିନାଶ ହେବ। ଜଳନ୍ଧର ଯେତିକି ଦୁରାଚାରୀ ଥିଲା, ତାର ପତ୍ନୀ ସେତିକି ସଦାଚାରୀ, ସଦାଶିବଙ୍କର ପରମ ଭକ୍ତ ଥିଲା। ତେଣୁ ବୃନ୍ଦାଙ୍କ ପାଇଁ ଅସୁର ଜଳନ୍ଧର ତ୍ରିପୁର ବିଜୟୀ ହୋଇପାରିଥିଲା। ତାର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଲା। ଏହା ଦେଖି ଦେବତାମାନେ ତାର ଅତ୍ୟାଚାରକୁ କିପରି ରକ୍ଷା କରିପାରିବେ ସେ କଥା ଚିନ୍ତନ କଲେ। ତ ସବୁ ଦେବତାଗଣ ଜଳଧରଙ୍କ ଠାରୁ ରକ୍ଷା ପାଇବା ପାଇଁ ଶ୍ରୀ ବିଷ୍ଣୁ ଭଗବାନଙ୍କର ଶରଣାପନ୍ନ ହେଲେ। କିନ୍ତୁ ଜଳନ୍ଧର ବ୍ରହ୍ମାଙ୍କ ଠାରୁ ବର ପାଇଥିଲେ କିପରି ତାକୁ ବଧ କରିବେ। ଦ୍ୱନ୍ଦ୍ୱରେ ପଡ଼ିଗଲେ। ପତିବ୍ରତା ନାରୀର ବ୍ରତ କିପରି ବା ଭଗ୍ନ ହୋଇପାରିବ? କିଏ ବା ଭାଙ୍ଗିବ? ଜଳନ୍ଧରକୁ ବଧ ନ କଲେ ଦେବକୁଳ ଆଉ ରହିପାରିବ ନାହିଁ। ସେ ତ ସ୍ୱୟଂ ଗର୍ଭଗଞ୍ଜନ ନରହରି, ପତିତ ପାବନ, କାହାରି ଗର୍ବ ସେ ରଖନ୍ତି ନାହିଁ। ଗର୍ଭଗଞ୍ଜନ ନରହରି, ଗର୍ବ ନ ରଖନ୍ତି କାହାରି। ଏ ତ ଛାର ରାକ୍ଷସ ମାତ୍ର। ସାଧୁସନ୍ଥ ସଦାଚାରୀଙ୍କୁ ରକ୍ଷା କରିବା ପାଇଁ ସେ ସବୁବେଳେ ଅବତାର ନେଇ ଧରାପୃଷ୍ଠକୁ ଆସିଥାନ୍ତି। ତେଣୁ ଗୀତାରେ କୁହାଯାଇଛି, ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହମ୍ ପରିତ୍ରାଣାୟ ସାଧୂନାଂ विनाशाय च दुष्कृतां धर्म संस्थापनार्थाय संभवामि युगे युगे। ଜଳନ୍ଧର ତାଙ୍କ ସହିତ ଭଗବାନ ବିଷ୍ଣୁଙ୍କର ଘୋର ଯୁଦ୍ଧ ହେଲା। ଏହି ଯୁଦ୍ଧ ଅତୀବ ଭୟଙ୍କର ଥିଲା। ଦୁଷ୍ଟକୃତ ଯେମିତି ହେଲେ ମରିବାକୁ ପଡ଼ିବ ନା, ତେଣୁ ଉପାୟ ଚିନ୍ତା କଲେ। ବର ପାଇଥିବାରୁ ବୃନ୍ଦାର ସତୀତ୍ୱ ନଷ୍ଟ ନ ହେଲା ପର୍ଯ୍ୟନ୍ତ ଜଳନ୍ଧର କେବେ ମରିବ ନାହିଁ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀ ବିଷ୍ଣୁ ଭଗବାନ ଜଳନ୍ଧରର ଛଦ୍ମ ବେଶ ଧରି ବୃନ୍ଦାର ରାଣୀ ହଂସପୁରରେ ପ୍ରବେଶ କଲେ। ଛଦ୍ମବେଶୀ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ତାଙ୍କର ସ୍ୱାମୀ ଜଳନ୍ଧରର ଅକ୍ଷତ ଅବସ୍ଥାରେ ଯୁଦ୍ଧକ୍ଷେତ୍ରରୁ ଫେରିଥିବା ଦେଖି ଅତି ପ୍ରସନ୍ନ ହୋଇଗଲେ। ଆତ୍ମବିଭୋର ହୋଇ ଛଦ୍ମବେଶୀ ବିଷ୍ଣୁ ଭଗବାନଙ୍କ ସହିତ ପ୍ରଣୟବଦ୍ଧ ହେଲେ। ଫଳରେ ବୃନ୍ଦାଙ୍କର ସତୀତ୍ୱ ନଷ୍ଟ ହୋଇଗଲା। ଏହି ସମୟରେ ସଦାଶିବଙ୍କର ତ୍ରିଶୂଳ ଆଘାତରେ ଜଳନ୍ଧରର ମୃତ୍ୟୁ ହେଲା। ପରବର୍ତ୍ତୀ ସମୟରେ ବୃନ୍ଦା ଜାଣିପାରିଲେ ଯେ ସ୍ୱୟଂ ବିଷ୍ଣୁ ଭଗବାନ କପଟ କରି ମୋ ସ୍ୱାମୀଙ୍କର ବେଶରେ ଆସି ମୋର ସତୀତ୍ୱ ନଷ୍ଟ କରିଥିବାରୁ ତାଙ୍କର ମୃତ୍ୟୁ ହେଲା। ତେଣୁ ସେ ଅତ୍ୟନ୍ତ କ୍ରୋଧାଭିଷ୍ଟ ହୋଇ ବିଷ୍ଣୁ ଭଗବାନଙ୍କୁ ଅଭିଶାପ ଦେଇଥିଲେ, ତୁମେ କପଟ କରି ମୋ ବିନା ଦୋଷରେ ମୋର ସ୍ୱାମୀଙ୍କୁ ବଧ କରିଛ ନା? ତୁମେ ଅତି ନିଷ୍ଠୁର। ତୁମର ହୃଦୟ ପାଷାଣ ଠାରୁ ବି ଆହୁରି ପାଷାଣ, ଆହୁରି କଠିନ। ତେଣୁ ସତୀ ନାରୀର ଅଭିଶାପରେ ତୁମର ଶରୀର ଗଣ୍ଡୁକୀ ନଦୀରେ ପରିଣତ ହୋଇଯାଉ। ମୋର ଆଉ ଏ ଜୀବନ ରଖିକି ଲାଭ ବା କ'ଣ? ମୁଁ ମଧ୍ୟ ସେହିପରି ପାଷାଣ ହୋଇ ଗଣ୍ଡୁକୀ ନଦୀରେ ଶାଳଗ୍ରାମ ଶିଳା ରୂପରେ ଅବସ୍ଥାନ କରିବି। ତୁମର କେଶରାଶିକୁ ମୋର ନାମ ଅନୁସାରେ ବୃନ୍ଦାବତୀ ବା ତୁଳସୀ ବୃକ୍ଷ ରୂପରେ ଭକ୍ତମାନେ ପୂଜା କରିବେ। ସେହି ତୁଳସୀର ମାଳକୁ ମୁଁ ଶାଳଗ୍ରାମ ହେଉ ସର୍ବଦା ମୋର ଗଳାରେ ଧାରଣ କରିବି। ପରବର୍ତ୍ତୀ ସମୟରେ ତୁଳସୀର ମହିମା ବିଖ୍ୟାତ ହୋଇଯାଇଛନ୍ତି। ତୁଳସ୍ୟାଂ ସକଳ ଦେବା ବସନ୍ତି ସତତ ୟତଃ ଅତସ୍ତମର୍ଚୟୈର୍ଲୋକା सर्वान् देवान् समर्चयन्। ସେହି ଦିନଠାରୁ ସବୁ ଦେବାଦେବୀଙ୍କର ତୁଳସୀ ଅତି ପ୍ରିୟ ହୋଇଯାଇଛି।
ତୁଳସୀ ବିନା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମହାପ୍ରସାଦ ପଦବାଚ୍ୟ ହୋଇପାରେନି। ତେଣୁ ଦାରୁ ବ୍ରହ୍ମରେ ଶାଳଗ୍ରାମ ଶିଳା ସହିତ ତୁଳସୀ ଗୁପ୍ତ ଭାବରେ ପୂଜା ପାଇଥାନ୍ତି। ଶ୍ରୀଜୀଉଙ୍କର ପ୍ରତ୍ୟହ ମଙ୍ଗଳ ଆରତୀ ଠାରୁ ବଡ଼ ସିଂହାର ପର୍ଯ୍ୟନ୍ତ ସବୁଠାରେ ତୁଳସୀର ଲାଗି ହୋଇଥାଏ। ସାଧାରଣ ଜଳରେ ତୁଳସୀ ପଡ଼ିବା ଦ୍ୱାରା ପ୍ରଭୁଙ୍କର ଚରଣାମୃତ ହୋଇଥାଏ। ପ୍ରତିଦିନ ତୁଳସୀ ଜଳ ଗ୍ରହଣ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ମଧ୍ୟ ଭଗବାନ କହିଛନ୍ତି। ତୁଳସୀ ଗଛକୁ ଶୁଦ୍ଧପୂତ ଭାବେ ପ୍ରଦକ୍ଷିଣ କରି ତାର ମୂଳରେ ଦୀପଦାନ କଲେ ମାନସିକ ଶାନ୍ତି ମିଳିଥାଏ। ଗଳାରେ ତୁଳସୀ ମାଳି ଧାରଣ କଲେ ଶରୀର ସର୍ବଦା ସୁସ୍ଥ ରହିଥାଏ। ବୃନ୍ଦାବତୀଙ୍କୁ ଆରାଧନା କଲେ ସକଳ ଦେବତା ସନ୍ତୁଷ୍ଟ ହୋଇଥାନ୍ତି। ମୂଳେ ତୋର ବ୍ରହ୍ମ ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ। ମୂଳେ ତୋର ବ୍ରହ୍ମା ଡାଳେ ତୋର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ। ତୋ ପତ୍ର ପଡ଼ିଲେ ମଣୋଇ ହୁଇ କହଇ ଗଲେ କଦାସ। ଯେଉଁଠାରେ ତୁଳସୀ ଗଛ ଥାଏ ନା, ସେଠାରେ ବାୟୁମଣ୍ଡଳରେ ରୋଗ ଜୀବାଣୁ କେବେ ରହିପାରନ୍ତି ନାହିଁ। ଶ୍ରୀମନ୍ଦିରରେ ବଡ଼ ତୁଳସୀ ବଗିଚାଟି ଅଛନ୍ତି। ତେଣୁ ତାର ସଂସ୍ପର୍ଶରେ ଆସୁଥିବା ବାୟୁମଣ୍ଡଳରେ କୌଣସି ସଂକ୍ରାମକ ରୋଗର ଜୀବାଣୁ ସେହି ଅଞ୍ଚଳରେ ରହିପାରନ୍ତି ନାହିଁ। ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସନ୍ତି। ଆନନ୍ଦ ବଜାରରେ ପ୍ରସାଦ ସେବନ କରନ୍ତି। ଆନନ୍ଦ ବଜାର ପ୍ରାୟତଃ ସବୁବେଳେ ପରିଷ୍କାର ନଥାଏ। ତଥାପି ମହାପ୍ରସାଦ ପାଇ ଆଜି ଯାଏଁ କେହି ଜଣେ ହେଲେ ରୋଗରେ ପଡ଼ିନାହାନ୍ତି। ପଦ୍ମ ପୁରାଣରେ ଉଲ୍ଲେଖ ଅଛି ଯେ ତୁଳସୀ ଗଛ ଥିବା ସ୍ଥାନକୁ ଯମଦୂତ କେବେ ପ୍ରବେଶ କରିପାରନ୍ତି ନାହିଁ। ତେଣୁ ମୃତ୍ୟୁ ସମୟରେ ମୁଣ୍ଡ ପାଖରେ ତୁଳସୀ ଚଉର ରଖାଯାଏ। ଗଳାରେ ତୁଳସୀ ମାଳା ପିନ୍ଧାଇ ତୁଣ୍ଡରେ ତୁଳସୀ ପାଣି ଟିକେ ଜୀବନର ଶେଷ ସମୟରେ ଦେଇଥାନ୍ତି। ଆମର ବିଶ୍ୱାସ, ଏପରି କଲେ ସେ ଆତ୍ମାର ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ତୁଳସୀ ସାଧାରଣତଃ 5 ପ୍ରକାର, ଯେପରିକି ଶ୍ୱେତ ତୁଳସୀ, କୃଷ୍ଣ ତୁଳସୀ, ବନ ତୁଳସୀ, ରାମ ତୁଳସୀ ଓ କର୍ପୂର ତୁଳସୀ। ଏହିପରି 5 ପ୍ରକାରର ହୋଇଥାନ୍ତି। ଆମେ ସବୁବେଳେ କୃଷ୍ଣ ଏବଂ ଶ୍ୱେତ ତୁଳସୀ ବ୍ୟବହାର କରିଥାଉ। ସତୀ ବୃନ୍ଦାଙ୍କର କଥାକୁ ପାଳନ କରି ଶ୍ରୀ ବିଷ୍ଣୁ ଭଗବାନ ସଦାସର୍ବଦା ତୁଳସୀକୁ ଅଙ୍ଗରେ ଧାରଣ କରିଛନ୍ତି। ଜୟ ଜଗନ୍ନାଥ।